ଇକ୍ୟୁଆଇସି ର ଷ୍ଟାଟସ୍ ହେଉଛି ଏଇଆ ଯେ ତାକୁ ସେଣ୍ଟର ବନ୍ଦ କରିଛି ସରିଯାଇଛି ଇକ୍ୟୁଆଇସି। ଆମର ରାଜ୍ୟର ପ୍ରାୟ 15,67,000 ଲୋକ ଇକ୍ୟୁଆଇସି ଏପର୍ଯ୍ୟନ୍ତ କରିନାହାନ୍ତି। ତେଣୁ ଯେଉଁମାନେ ଇକ୍ୟୁଆଇସି କରିନାହାନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଆଉ ମୋର କହିବା କଥା ଶୀଘ୍ର କରିଦେଇଥାନ୍ତୁ, ତା ସମୟ ପୁରା ପଳେଇଲାଣି। ଆଉ ୟା ବାଦ ବି ଆମେ ସେମାନଙ୍କର ଚାଉଳ ତ ପଠାଉଛୁ, କିନ୍ତୁ ୟାପରେ ଚାଉଳ ବ୍ରେକ୍ କରିଦିଆଯିବ। ଯେଉଁମାନେ ଇକ୍ୟୁଆଇସି ନ କରିବେ ସେମାନଙ୍କର ଚାଉଳ ଆଉ ତାଙ୍କୁ ଦିଆଯିବ ନାହିଁ। ଏବେ ତ ସେଣ୍ଟର ବନ୍ଦ କରିଦେଲା, ଇକ୍ୟୁଆଇସି ପୁରା ବନ୍ଦ କରିଦେଲା। ଯେଉଁମାନେ ଇକ୍ୟୁଆଇସି ମୁଁ କହିଛି କରିବେ ନାହିଁ ସେମାନଙ୍କୁ ଚାଉଳ ଯିବ ନାହିଁ। ଯେଉଁମାନେ ଇକ୍ୟୁଆଇସି କରିନାହାନ୍ତି ସେମାନଙ୍କ ନାଁରେ ଆଉ ଚାଉଳ ଯିବ ନାହିଁ। ସରିଯାଇଛି, ସବୁ ସରିଯାଇଛି ସମୟ ସବୁ ପୁରା ଅଲରେଡ଼ି। ଆଉ ତାପରେ କେନ୍ଦ୍ର ଯଦି ବଢ଼େଇବ ଆମେ ବଢ଼େଇବୁ, କେନ୍ଦ୍ର ଯଦି ନ ବଢ଼େଇବ ଆମେ ଆଉ ବଢ଼େଇବୁ ନାହିଁ।